ମୋର ପ୍ରିୟର ପିଲାମାନେ, ଆଜି ଆମେ ଆମ ସୂର୍ଯ୍ୟଯାନ ଚାପ୍ଟରର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର ଦେଇଛି, ତୁମେ ଆକାଶରେ ଅନେକ ନକ୍ଷତ୍ର ଦେଖିଥିବ, କିନ୍ତୁ ଯେଉଁ ନକ୍ଷତ୍ର ଆମକୁ ସକାଳେ ଆଲୋକ ପ୍ରଦାନ କରେ ତାହାକୁ ଆମେ କ'ଣ କହୁ? ପିଲାମାନେ, ଯେଉଁ ନକ୍ଷତ୍ର ଆମକୁ ସକାଳେ ଆଲୋକ ପ୍ରଦାନ କରେ ତାହାକୁ ଆମେ ସୂର୍ଯ୍ୟ କହୁ। 2 ନମ୍ବର, ରାତିରେ ଆକାଶରେ କ'ଣ ସବୁ ଦେଖାଯାଆନ୍ତି? ରାତିରେ ଆକାଶରେ ମୁଖ୍ୟତଃ ଚନ୍ଦ୍ର ଓ ଅନେକ ନକ୍ଷତ୍ର ଦେଖାଯାଆନ୍ତି। 3 ନମ୍ବର ପ୍ରଶ୍ନ, ରାତିରେ ଆମକୁ କିଏ ଶୀତଳ ଆଲୋକ ଦିଅନ୍ତି? ରାତିରେ ଆମକୁ ଚନ୍ଦ୍ର ଶୀତଳ ଆଲୋକ ଦିଅନ୍ତି। 4 ନମ୍ବର, କେବେ ଆଦିତ୍ୟ L1 ଉତ୍କ୍ଷେପଣ କରାଯାଇଥିଲା? ଆଦିତ୍ୟ L1 ମହାକାଶଯାନ 2023 ମସିହା ସେପ୍ଟେମ୍ବର ମାସ 2 ତାରିଖ ଦିନ ଉତ୍କ୍ଷେପଣ କରାଯାଇଥିଲା। 5 ନମ୍ବର ପ୍ରଶ୍ନ, ତୁମେମାନେ ଚନ୍ଦ୍ରଯାନ ବିଷୟରେ ଯାହା ଜାଣିଛ କୁହ। ଉତ୍ତର, ଆଦିତ୍ୟ ଚନ୍ଦ୍ରଯାନ ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଦ୍ୱାରା ପଠାଯାଇଥିବା ଏକ ଅଭିଯାନ। ଏହା 23 ଅଗଷ୍ଟ 2023ରେ ଚନ୍ଦ୍ରର ଦକ୍ଷିଣ ମେରୁରୁ ସଫଳତାପୂର୍ବକ ଅବତରଣ କରିଥିଲା। ଏହି ଅଭିଯାନ ମାଧ୍ୟମରେ ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାରେ ବିଶ୍ୱର ଚତୁର୍ଥ ଦେଶ ଏବଂ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ହୋଇପାରିଛି। ତାପରେ ଆସ ଉତ୍ତର ଲେଖିବାର 1 ନମ୍ବର କ, ବୈଜ୍ଞାନିକମାନେ ଆଦିତ୍ୟ L1 କାହିଁକି ନିର୍ମାଣ କଲେ? ପିଲାମାନେ, ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ ବାୟୁମଣ୍ଡଳ ଏବଂ ସୌର ପବନ ବିଷୟରେ ଅଧ୍ୟୟନ କରିବା ପାଇଁ ଆଦିତ୍ୟ L1 ନିର୍ମାଣ କଲେ। ଏହାର ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ଏବଂ ପୃଥିବୀ ଉପରେ ଏହାର ପ୍ରଭାବକୁ ବୁଝିବା। ଖରେ ଆଦିତ୍ୟ L1ର କାର୍ଯ୍ୟ କ'ଣ? ପିଲାମାନେ, ଆଦିତ୍ୟ L1ର କାର୍ଯ୍ୟ ହେଉଛି ସୂର୍ଯ୍ୟ ବିଷୟରେ ତଥ୍ୟ ସଂଗ୍ରହ କରିବା, ଯେମିତି ସେ କେଉଁ ସମୟରେ କିପରି ହୋଇଥାଏ, ଏହା ଭିତରେ ଜଳୁଥିବା ନିଆଁର ଉତ୍ତାପ କେତେ, ତାହାର ପ୍ରଭାବ କେମିତି ଓ ଆମ ପୃଥିବୀକୁ ଏହା କେତେ ପ୍ରଭାବିତ କରିଥାଏ। ଏହା ସୂର୍ଯ୍ୟଠାରୁ ଦୂରରେ ରହି ଆଶ୍ଚର୍ଯ୍ୟଜନକ ଫଟୋ ପଠାଇବା। ଗରେ ଆମ ଦେଶରେ ଥିବା ମହାକାଶ ଗବେଷଣା ସଂଗଠନର ନାମ କ'ଣ? ଆମ ଦେଶରେ ଥିବା ମହାକାଶ ଗବେଷଣା ସଂଗଠନର ନାମ ହେଉଛି ଇସ୍ରୋ। ଏହାର ଫୁଲ୍ ଫର୍ମ ହେଉଛି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍। ଏହା ଭାରତୀୟ ପ୍ରମୁଖ ଜାତୀୟ ମହାକାଶ ଏଜେନ୍ସି ଅଟେ। ଘରେ ସୌରଝଡ଼ କିପରି ସୃଷ୍ଟି ହୁଏ? ସୌରଝଡ଼ ସୂର୍ଯ୍ୟଙ୍କ ପୃଷ୍ଠରେ ହେଉଥିବା ବିସ୍ଫୋରଣ ଯଥା ସୌରଜ୍ୱାଳା ଏବଂ କରୋନାଲ୍ ମାସ୍ ଇଞ୍ଜେକ୍ସନ୍ ଯୋଗୁଁ ସୃଷ୍ଟି ହୁଏ। ଏହି ବିସ୍ଫୋରଣରୁ ବାହାରୁଥିବା ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଏବଂ ପ୍ଲାଜମା କଣିକା ମହାକାଶକୁ ବ୍ୟାପିଥାଏ। ରେ ଦେଲା ମତ୍ସ୍ୟ 6000 କ'ଣ? ପିଲାମାନେ, ଆମ ଦେଶରେ ବୈଜ୍ଞାନିକମାନେ ଚନ୍ଦ୍ରଯାନ, ସୂର୍ଯ୍ୟଯାନ ନିର୍ମାଣ ପରେ ଏବେ ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ସମୁଦ୍ରଯାନ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି, ଯାହାର ନାମ ରହିଛି ମତ୍ସ୍ୟ 6000। ଏହି ଯାନ ମାଧ୍ୟମରେ 2026 ମସିହାରେ ବଙ୍ଗୋପସାଗରରେ 6000 ମିଟର ଗଭୀରକୁ ଯାଇ ବିଭିନ୍ନ ତଥ୍ୟ ଅନୁସନ୍ଧାନ କରିପାରିବା। ତାପରେ 2 ନମ୍ବରରେ, ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର କାହିଁକି କୁହାଯାଏ ଲେଖ। ପିଲାମାନେ, ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର କୁହାଯାଏ କାରଣ ପୃଥିବୀରେ ବ୍ୟବହୃତ ହେଉଥିବା ପ୍ରାୟ ସମସ୍ତ ଶକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସୂର୍ଯ୍ୟଙ୍କ ଠାରୁ ହିଁ ମିଳିଥାଏ। ଯେପରି ସବୁଜ ଉଦ୍ଭିଦମାନେ ସୂର୍ଯ୍ୟାଲୋକ ବ୍ୟବହାର କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରନ୍ତି, ଏହି ଖାଦ୍ୟ ଉପରେ ସମସ୍ତ ପ୍ରାଣୀ ଜଗତ ନିର୍ଭର କରନ୍ତି। ସୂର୍ଯ୍ୟଙ୍କ ତାପ ଯୋଗୁଁ ସମୁଦ୍ର ଓ ନଦୀର ଜଳ ବାଷ୍ପୀଭୂତ ହୋଇ ବାଦଲ ସୃଷ୍ଟି କରେ ଓ ବର୍ଷା ହୁଏ। ଏହା ଜଳ ଶକ୍ତିର ଉତ୍ସ ଭାବେ କାର୍ଯ୍ୟ କରେ। ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ବାୟୁମଣ୍ଡଳର ବିଭିନ୍ନ ସ୍ଥାନରେ ଚାପର ପରିବର୍ତ୍ତନ ଘଟି ପବନ ପ୍ରବାହିତ ହୁଏ।
ଏବଂ ସେଇ ପବନକୁ ଆମେ କ'ଣ କରିଥାଉ ଶକ୍ତି ଭାବେ ବ୍ୟବହାର କରିଥାଉ। କୋଇଲା, ପେଟ୍ରୋଲିୟମ ଭଳି ଜୀବାଶ୍ମ ଜାଳେଣୀ ମଧ୍ୟ କୋଟି କୋଟି ବର୍ଷ ତଳର ସଞ୍ଚିତ ସୌରଶକ୍ତିର ରୂପାନ୍ତର ମାତ୍ର। ସୌର ପ୍ୟାନେଲ ସାହାଯ୍ୟରେ ଆମେ ସୂର୍ଯ୍ୟଙ୍କ ଆଲୋକରୁ ସିଧାସଳଖ ବିଦ୍ୟୁତ୍ ଶକ୍ତି ପାଇପାରୁଛୁ। ତାପରେ 3 ନମ୍ବର ପ୍ରଶ୍ନ, ସକାଳର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆମେ ଆସିବା ଦ୍ୱାରା ଆମ ଶରୀରରେ କ'ଣ ଲାଭ ହୁଏ ଲେଖ। ପିଲାମାନେ, ସକାଳର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ। ଯଥା ସୂର୍ଯ୍ୟକିରଣରେ ଅତି ବାଇଗଣୀ ରଶ୍ମି ଚର୍ମରେ ଭିଟାମିନ୍ ଡି ତିଆରି କରିବାରେ ସାହାଯ୍ୟ କରେ ଏବଂ ଏହି ଭିଟାମିନ୍ ହାଡ଼କୁ ମଜବୁତ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ସକାଳ ଆଲୋକ ରାତିରେ ଭଲ ନିଦ କରାଏ। ତାପରେ ଆମକୁ ଦେଇଛି ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ପାଖରେ ସୂର୍ଯ୍ୟଙ୍କର ଚିତ୍ର କର। କରେ ଦେଲା ସୂର୍ଯ୍ୟ ମୁଖ୍ୟତଃ କେଉଁ ଗ୍ୟାସର ଏକ ବିଶାଳ ଅଗ୍ନିପିଣ୍ଡ? ସେ ହେଉଛି ଆମର ହିଲିୟମ୍। ଏଇଟା ଆମର ଗୋଟେ ସୂର୍ଯ୍ୟ ଚିତ୍ର କରିବ ବା ଠିକ୍ ମାରିବ। ଖରେ ଦେଇଛି ସୂର୍ଯ୍ୟ ପୃଥିବୀଠାରୁ କେତେ କିଲୋମିଟର ଦୂରରେ ଅବସ୍ଥିତ? ସୂର୍ଯ୍ୟ ପୃଥିବୀଠାରୁ 1.5 ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଗ ନମ୍ବର, ଭାସ୍କର କହିବା ଅନୁସାରେ ସୂର୍ଯ୍ୟ କ'ଣ ଅଟନ୍ତି? ସୂର୍ଯ୍ୟ ଗରମ ଅଟନ୍ତି। ଘରେ ଆଦିତ୍ୟ L1 ସୂର୍ଯ୍ୟଙ୍କର କେତୋଟି ରଙ୍ଗୀନ ପ୍ରତିଛବି ପଠାଇଛି? କେତୋଟି? 11ଟି। ତାପରେ ରେ ସମୁଦ୍ରର ରହସ୍ୟ ଜାଣିବା ପାଇଁ କେଉଁ ଯାନଟି ନିର୍ମାଣ କରାଯାଇଛି? ମତ୍ସ୍ୟ 6000। ତାପରେ 2 ନମ୍ବର ପ୍ରଶ୍ନ, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ବ୍ୟବହାର କରି ଖାଲି ସ୍ଥାନ ଆମେ ପୂରଣ କରିବା। କରେ ଦେଲା ସୂର୍ଯ୍ୟ କିରଣ ଆମକୁ କ'ଣ ଲାଗେ? ଏଇଟା ତଳକୁ ଆଣି ବାହାରିବା, ଉତ୍ତପ୍ତ ଲାଗେ। ତାପରେ ଆଦିତ୍ୟର ଅର୍ଥ କ'ଣ? ଆଦିତ୍ୟର ଅର୍ଥ ହେଉଛି ସୂର୍ଯ୍ୟ। ତାପରେ ଗରେ ସୂର୍ଯ୍ୟ ହେଉଛି ମୁଖ୍ୟତଃ ହାଇଡ୍ରୋଜେନ ଓ କ'ଣ ହିଲିୟମ୍ ଦ୍ୱାରା ଗଠିତ। ହିଲିୟମ୍। ତାପରେ ଘରେ ସୂର୍ଯ୍ୟ ବିଷୟରେ ସୂଚନା ଦେଉଥିବା ମହାକାଶର ଯାନର ନାମ କ'ଣ? ଆମେ ପଢ଼ିଛେ ଏବେ ଆଦିତ୍ୟ L1। ତାପରେ ଆମକୁ ଦେଲା ଆସ ଚିନ୍ତା କରିବା ଓ ଲେଖିବା। ଏଠାରେ ଆଦିତ୍ୟ L1 ଓ ସୂର୍ଯ୍ୟ ମଧ୍ୟରେ କଥାବାର୍ତ୍ତା ଚାଲିଛି। ସୂର୍ଯ୍ୟ କହୁଛି, ହେ ତୁମେ କିଏ? ତୁମକୁ କେବେ ଆଗରୁ ଦେଖିନାହିଁ। ହେଲା, ତାହେଲେ ସିଏ ମୁଁ କହୁଛି କ'ଣ? ମୁଁ ଆଦିତ୍ୟ 4, ତୁମକୁ ଜାଣିଛି ମୁଁ। ତାପରେ ସୂର୍ଯ୍ୟ ପଚାରୁଛି, ତୁମେ ଆସିଛ କ'ଣ ପାଇଁ? କ'ଣ ଲେଖିବ ଏଠି? ମୁଁ ତୁମ ବିଷୟରେ ଅଧ୍ୟୟନ କରିବାକୁ ଆସିଛି। ହେଲା, ଲେଖିଦେବ ଅଧ୍ୟୟନ କରିବାକୁ ଆସିଛି। ତାପରେ 2 ନମ୍ବର, ସୂର୍ଯ୍ୟଙ୍କର ବିଭିନ୍ନ ନାମ ସଂଗ୍ରହ କରି ଖାଲି କୋଠରୀରେ ଆମେ ଲେଖିବା। ଲେଖୁନ, ଗୋଟେ ଆମକୁ ଲେଖିଦେଇଛି ଆଦିତ୍ୟ, ଆଉ ଗୋଟେ ଲେଖ ରବି। ମୁଁ ଏଠି ଲେଖିଦେଉଛି ହେଲା। ତାପରେ ଆଉ ଗୋଟେ ଲେଖୁନ, କ'ଣ ଲେଖିବା? ଦୀନବନ୍ଧୁ। ବୁଝିହେଲା? ଆଉ କ'ଣ ଲେଖିବା? ଆଉ ଲେଖିବା ଭାସ୍କର। ଆଉ କ'ଣ ଲେଖିବା କହିଲ ଦେଖିବା? ତପନ। ଆଉ ଲେଖିପାରିବା ଦିବାକର। ଆଉ କ'ଣ ଲେଖିପାରିବା? ଦିନକର। ବୁଝିଲା ତ? ତାପରେ ଦେଇଛି ସୂର୍ଯ୍ୟଙ୍କର ଏକ ଚିତ୍ର ଅଙ୍କନ କରି ତମେ ତା ଉପରେ ରଙ୍ଗ ଦେବ। ଏଇଟା ତମେ ନିଜେ ନିଜ ଖାତାରେ କରିବ। ବୁଝିହେଲା? ବିଷୟଟି ଆମର ସମ୍ପୂର୍ଣ୍ଣ ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।